ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास में रचित श्रीमद् भागवत महापुराण सप्तम स्कंधर आज आम पंचम अध्याय श्रवण करवा। यही अध्यायर प्रथम भाग पद्यांतरी एवं द्वितीय भाग यार व्याख्या श्रवण कर। यही पंचम अध्याय हिरण्यकशिपु पक्षर प्रहलाद को बद्ध कर प्रयास कथा वर्णना कर। भागवत महापुराण कलिजुगे श्रवण करने अति दुर्लभ, तेणु धारावाहिक भाव में शुणापी चैनल को सब्सक्राइब करंतु एवं फॉलो करंतु। तेबे आसंतु आरंभ करवा। सप्तम स्कंध पंचम अध्याय। प्रह्लाद गुरु शिक्षा छाड़ी विष्णुस्तु तीरे मन बढ़ी पितामरान्ते से नमरे एहि चरित पंचमरे। नारद उवाच असुर कूले पुरोहित सर्वज्ञ शुक्र भृगुसूत मुनिक पुत्र विनिभाई षण्ढ मर्क नामे दुई राजा आचार्य तांकु कले पुत्र मानंकु पढ़ाइले राजा मंदिरे बेनिभाई दैत्य पुत्रंकु संगे लई जेषड नीति राजकूले सर्वपढ़ाती एक मेले ताहांक मध्ये प्रहलाद सकल शास्त्रे हेले सिद्ध गुरुंक मुखु बेले शुणी तक्षणे चित्ते परिमाणी चित्त निर्मले ताहा जाने केवल मने न प्रमाणे विचार करे अंतर्गते केरिपु के मित्र जगते एकई आत्मा नरहरि समेश कल घटे पुरी एकथा नुहे अप्रमाण सकल आत्मा नारायण जे पाठ पढ़े बाप डरे दृढ़े न धरे हृदय रे दिनेक प्रहलाद आणी कोलेब साई नृपमणि अनेक अलंकार दे सानंदे पुत्र को पुछई हे पुत्र शुण वाक्य मोर जेषड नीति राजांकर तू ताहा गुरु मुखु शुण सुदृढ़ चिते न प्रमाणु तू ताहा गुरु मुखु शुणु सुदृढ़ चिते न प्रमाण मु भले शुणी लइहा कह तू साधु मनुजा जे राज नीति चिते धरे केबे हे शत्रु को न डरे संग्रामे रिपु जय कले से राजा सुख भुंजे भले विद्या पढ़िलु एते काल भल कि मनु मते बोल पिता वचन पुत्र शुणी सिरेनी बेसी बेनी पाणी सानंदे वाक्य गद गद कहे बालक प्रहलाद उवाच शुणभो तात एक चिते जे साधु मणे मोर मते शुणक हई तो अग्रते जे साधु वाक्य शास्त्र मते संसार पाप ग्रह प्राय प्राणी को उद्वेग दिए देखे गृह अंधकूप आत्मानि पात महाताप एहाकू दूरे परिहर अरण्ये कृष्ण आश्रय कर साधु मणि एहा चिते सत्य कहिली त्वग्रते नारद उवाच से राजा
ପୁତ୍ର ବାକ୍ୟ ଶୁଣି ଶତ୍ରୁର ପକ୍ଷ ପ୍ରାୟ ମଣି ଉଚେହ ଶିଲା ଅତିରେକ ବଲଇ ପୁତ୍ର ଅବିବେକ ଏପରି ପର ବୁଦ୍ଧି ବଳେ ନଷ୍ଟ ହୁଅନ୍ତି ସର୍ବକାଳେ ଏହାର ବୁଦ୍ଧି କେହରିଲା ମୋହର ଶତ୍ରୁକୁ ଭଜିଲା କୋଳୁବା ଲୋକ ତଳେ ଥୋଇ ବୋଲେ ସେ ବକ ମୁଖ ଚାହିଁ ଗୁରୁ ଭୁ ବନେ ନେଇ ଦିଅ ଏକଥା ଗୁରୁ ଆଗେ କହ ଏ ମୋର ବାଳକର ମନ ରିପୁ ବି ଶହେ କିମ୍ପା ଛନ ଏହାର ମନ ବିଷ୍ଣୁ ପକ୍ଷେ ଯେମନ୍ତେ ନଘଟ ପ୍ରତ୍ୟକ୍ଷେ ରାଜ୍ୟର ଆଜ୍ଞା ଭୃତ୍ୟ ପାଇ ବାଳକ ଗୁରୁ ଘରେ ନେଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟ ଦେଲା ରାଜା ବଚନ ଜଣାଇଲା ତା ଶୁଣି ବିପ୍ର ଉଦବେଗେ ବୋଲନ୍ତି ପ୍ରହ୍ଲାଦ ଆଗେ ସାଧୁ ବଚନ ବାକ୍ୟ ମତେ କହନ୍ତି ହସ୍ତ ଧରି ହସ୍ତେ ହେ ବତ୍ସ ପ୍ରହ୍ଲାଦ ଶୁଣ ସର୍ବଦା ହେଉ ତ କଲ୍ୟାଣ ଆମ୍ଭକୁ ଲାଗ ଇ ସଂଶୟ ମିଥ୍ୟା ନ କହି ସତ୍ୟ କହ ବାଳକ ବୁଦ୍ଧି ତୋ ନ ଦେଖି ଅଦ୍ଭୁତ ପ୍ରାୟ ଉପଲକ୍ଷୀ ତୋହର ବୁଦ୍ଧି କେହରିଲା ଶତ୍ରୁଭ ଜଣେ ଶିକ୍ଷା ଦେଲା କିବା ଏ ସ୍ୱଭାବ ତୋହର ଆମ୍ଭଙ୍କୁ ଲାଗେ ଅଗୋଚର କହ କେ ତୋତେ ଦେଲା ଦୀକ୍ଷା ଆମ୍ଭେ ଶ୍ରବଣେ କରୁ ଇଚ୍ଛା ପ୍ରହ୍ଲାଦ ଉବାଚ ପ୍ରହ୍ଲାଦ ଯେତେବେଳେ ହିରଣ୍ୟକଶିପୁର ଅତ୍ୟାଚାର ବଢ଼ି ଚାଲିଲା ସେତେବେଳେ ଦେବତାମାନେ ସମସ୍ତେ ଭଗବାନ ବିଷ୍ଣୁଙ୍କର ଶରଣାଗତ ହେଲେ ଏବଂ ଶରଣାଗତ ହୋଇ ରକ୍ଷା କରିବା ଉଦ୍ଦେଶ୍ୟରେ ଭଗବାନ କହିଲେ ହିରଣ୍ୟକଶିପୁ ଘରେ ମୋର ଭକ୍ତ ଜନ୍ମ ହେବ ଆଉ ସେ ଜନ୍ମ ହେଲା ପରେ ହିରଣ୍ୟକଶିପୁକୁ ତା ସହିତ ଯେତେବେଳେ ଶତ୍ରୁତା କରିବ ସେତେବେଳେ ମୁଁ ତାକୁ ବଦ୍ଧ କରିବି ସେଇ କଥା ଦେଇଥିଲେ ତେଣୁ ପ୍ରହ୍ଲାଦ ଜଣେ ଭଗବାନଙ୍କର ଭକ୍ତ ଥିଲେ ଯାହାକି ସେ ବିଷ୍ଣୁ ବିଷ୍ଣୁ ଭଜୁଥିଲେ ପ୍ରହ୍ଲାଦ ଉବାଚ ଯାହାର ମାୟା ବଳେ ଜନ ସ୍ୱପର ବୁଦ୍ଧି କରେ ଭିନ ଯାହାର ନାହିଁ ପରାପର ତାହାକୁ ମୋର ନମସ୍କାର ଯାହାର ଆଜ୍ଞା ପରମାଣେ ପ୍ରାଣିନୀ ସ୍ତରେ ଭବବଣେ ସେ ସର୍ବ ଆତ୍ମା ଯୋଗେଶ୍ୱର ତାହାର ନାହିଁ ପରାପର ଯାହାକୁ ହରି କରେ ଦୟା ତାହାର ଯାଏ ଭେଦ ମାୟା ଅଜ୍ଞାନ ବଳେ ସର୍ବଜନ୍ତୁ ଭଜନ୍ତି ପରାପର ହେତୁ ବ୍ରହ୍ମାଦି ଦେବ ହିଁ ସରବେ ବିମୁଗ୍ଧ ହୁଅନ୍ତି ଯାର ଭାବେ ସେ ମୋର ମନ ଭିନ୍ନ କଲା ପର ପର ନ କହିଲା ଯେସନେ ଅୟସ୍କାନ୍ତ ଗୁଣେ ଲୌହଭ୍ର ମୟୀ ଆକର୍ଷଣେ ଅୟସ୍କାନ୍ତ ମାନେ ଚୁମ୍ବକ ପଥର ମୋହର ମତି ସେହି ମତେ ଭ୍ରମୟୀ ବିଷ୍ଣୁର ଆୟତେ ଚୁମ୍ବକର ଓଡ଼ିଆ ଅର୍ଥ ଜାଣନ୍ତୁ ଅୟସ୍କାନ୍ତ ଦନ୍ତସ ଏଠି ବ୍ୟବହାର ହୋଇଥାଏ ଅୟସ୍କାନ୍ତ ନାରଦ ଉବାଚ ଗୁରୁଙ୍କୁ କହି ଏ ବଚନ ପ୍ରହ୍ଲାଦ ହୋଇଲା ମୌନ ବାଳକ ବାଣୀ ଶୁଣି କନେ କୋପବ ଶିଲା ଗୁରୁ ମନେ ସମୀପେ ଥିଲେ ରାଜା ଲୋକ ଗୁରୁ ହିଁ ରାଜାର ସେବକ କୋପେ କମ୍ପିଲେ ବାକ୍ୟ ଶୁଣି ତକ୍ଷଣେ ଘରୁ ବେତ ଆଣି ଆମ୍ଭର କୂଳେ ଦୁରାଚାର ନିସ୍ତେଜ ମିଲା କୁଳାଙ୍ଗାର ଦୁର୍ବୁଦ୍ଧି ପଣ ଏ ବାଳକ ଏହାକୁ ଉପ୍ରୋଧନ ରଖ ଚନ୍ଦନ ବନେ କଣ୍ଟା ବୃକ୍ଷ ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ କଣ୍ଟକ ବୃକ୍ଷ ଯେବେ ମାରି ଚନ୍ଦନ ବନ ଯତ୍ନ କରି
ତେବେନି ଭୟେ ଭୋଗ କରି କଣ୍ଟା ବୃକ୍ଷକୁ ନିତ୍ୟ କରି କଣ୍ଟା ବୃକ୍ଷକୁ ନିତ୍ୟ ଡରି ଚନ୍ଦନ ବନ ଦୈତ୍ୟଗଣ ବିଷ୍ଣୁ ଯେ କୁଠାର ସମାନ କୁଠାର ବେଣ୍ଟ ଏହୁ ହୋଇ ଏଥିଲେ ଆମ୍ଭ ଭଲ ନାହିଁ ଏମନ୍ତେ କରାଇଲେ ଭଏ ତର୍ଜିଲେ ବିବିଧ ଉପାଏ ପୁଣିଆ ଶ୍ୱାସ ତାକୁ କରି ଗୁରୁ ପଢ଼ାନ୍ତି ହସ୍ତ ଧରି ଯେ ଧର୍ମ ଅର୍ଥ କାମ ଫଳେ ସେ ବିଦ୍ୟା ପଢ଼ାଇଲେ ବଳେ କେବଳ ମୋକ୍ଷ ନାହିଁ ତହିଁ ଏମନ୍ତେ ବାଳକେ ପଢ଼ାଇ ମାତାଙ୍କ ଆଗେ ନେଇ ଦେଲେ ସେ ତାଙ୍କୁ ଅଳଙ୍କୃତ କଲେ ରାଜସ ମିପେ ଦେଲେ ନେଇ ତା ଦେଖି ରାଜା ତୋଷ ହୋଇ ଚରଣ ତଳେ ପୁତ୍ର ଦେଖି ସ୍ନେହଲୋ ତକେ ପୁରେ ଆଖି ଆନନ୍ଦେ ଗାତ୍ରେ ହସ୍ତ ଦେଇ ସ୍ନେହରେ କୋଳରେ ବସାଇ ପୁତ୍ର ଭାବେ ପ୍ରୀତି କରି କଲ୍ୟାଣ করে কোলে ধরি প্রসন্ন বদনে অনাই সধীরে পুত্রକୁ বলই হিরণ্যকশিপু বাচ হে পুত্র শুণ ମୋ ବଚନ ଗୁରୁ ଭୁବନେ ଏତେ ଦିନ ତୁ ଯେ ପଢ଼ିଲୁ ବାଳ ଭାବେ ମୋର ମୁଖେ କହ ଏବେ ଉତ୍ତମ ବିଦ୍ୟା ପୁତ୍ର କହ ମୋ ମନେ ନ ରହୁ ସନ୍ଦେହ ପ୍ରହ୍ଲାଦ ବାଚ ଶୁଣ ହେ ତାତ ମନ ଦେଇ ଯେ ବିଦ୍ୟା ଉତ୍ତମ ମଣଇ କୃଷ୍ଣର ଶ୍ରବଣ କୀର୍ତ୍ତନ ସ୍ମରଣ ଚରଣେ ସେବନ କରିବ ତାଙ୍କ ପୂଜା ସ୍ତବ ଚରଣେ ଦାସ ପଣେ ଥିବ ସଖ୍ୟ ଭାବରେ ନେବ ଦିନ କରିବ ଆତ୍ମନିବେଦନ ଏଇଟା ହେଉଛି ଆମର ନବଧା ଭକ୍ତି 9 ପ୍ରକାର ଭକ୍ତି ମନରେ କିପରି ଜାଗ୍ରତ ହେବ ତାହା ଏହି କଥା ପ୍ରହ୍ଲାଦ କହିଛନ୍ତି ସର୍ବସମ୍ପଦ ସମର୍ପିବ ମୋ ଶାସ୍ତ୍ର କହେ ଏତେ ଭାବ ଏହା ମୁଁ ଉତ୍ତମ ମଣଇ କହିଲି ତୋର ଆଗେ ମୁହିଁ ଏ ନବ ଲକ୍ଷଣେ ଭକତି ଜେନର ଗୋବିନ୍ଦ କରନ୍ତି ଉତ୍ତମ ବିଦ୍ୟା ବୋଲି ତାହା ଜେଣେ ନ ଲାଗେ ବିଷ୍ଣୁ ମାୟା ଏମନ୍ତ ପୁତୃ ମୁଖ ଶୁଣି କୋପେ ଉଠିଲା ଶିର ଝୁଣି ଅରୁଣ ବେନି ଚକ୍ଷୁସ୍ଫୁରେ ପ୍ରଚଣ୍ଡ କମ୍ପିତ ଅଧରି ଗୁରୁପୁତ୍ରର ମୁଖ ଚାହିଁ ବୋଲୋଇ କୋପ ଭର ହୋଇ ତୁ ବ୍ରହ୍ମ ବନ୍ଧୁ ଗୁରୁ ସୁତ ଏତ ତ ହର ବିପରୀତ ମୋର ବି ପକ୍ଷ ସ୍ତୁତି ଯେତେ ଏହା ଶିଖାଇଲୁ କେମନ୍ତେ ଅସାର ବିଦ୍ୟା ଶିଖାଇଲୁ ତୁ ତ ପ୍ରଜ୍ଞା ମତେ କହଲୁ ଏ ସାଧୁ ଲୋକ ଏ ସଂସାରେ ଅଛନ୍ତି କୈତବ ବ୍ୟବହାରେ କୈତବ ମାନେ କପଟ ତାହାଙ୍କ ଦୋଷ ତାଙ୍କୁ ମାରେ ରୋଗ ଯେ ସନେ କଳେବରେ ଯେ ପ୍ରାଣୀ ବ୍ରହ୍ମ ହତ୍ୟା କରେ ସେ କ୍ଷୟ ରୋଗୀ ଜନ୍ମାନ୍ତରେ କ୍ଷୟ ରୋଗ ଅର୍ଥାତ୍ ଯକ୍ଷ୍ମା ରୋଗ ଯେ ନିତ୍ୟ ମଦ୍ୟପାନ କରେ ବିକଟ ଦନ୍ତ ତା ଅଧରେ ସୁବର୍ଣ୍ଣ ହରି ଥାଇ ଯେବେ ପୁନଖି ହୋଇ ଜନ୍ମ ଲଭେ ଗୁରୁ କାମିନୀ ଯେବେ ରତେ ଧବଳ ହୋଇ ମୁଖ ହସ୍ତେ ଏମନ୍ତେ ଅସୁର ବଚନେ କହନ୍ତି ଗୁରୁଙ୍କ ନନ୍ଦନେ ଗୁରୁପୁତ୍ର ବାଚ ମୋହର ଶିକ୍ଷା ଏନୁହଇଁ ଆନବା ପଢ଼ାଇବ କାହିଁ ତୁମ୍ଭ ପୁତ୍ରର ଏ ସ୍ୱଭାବ ଜାଣି ତୁ ଚିନ୍ତ ପରାଭବ ନାରଦ ବାଚ ଏମନ୍ତେ ଗୁରୁ ବାକ୍ୟ ଶୁଣି ସଂଶୟ ଚିତ୍ତେ ନୃପମଣି
ପୁତ୍ରକୁ ଚାହିଁ କୋପ ଭରେ ବୋଲଇ ଗରୁ ତମ ଭରେ ଏ ବିଦ୍ୟା ଗୁରୁ ବାକ୍ୟ ନୋହେ କେଅ ବା ତୋର ମନ ମହେ। ପ୍ରହ୍ଲାଦ ବାଚ ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର ମତିର ଗତି ଚକ୍ରଧର ଯେ ପ୍ରାଣୀ ଗୃହ ବାସ କରେ ତାମତି କୃଷ୍ଣ ନ ସୁମରେ ଗୁରୁ ବଚନ କି କରିବ ଯାହାର ଯେମନ୍ତ ସ୍ୱଭାବ ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ ଗୃହସ୍ଥ ପଡ଼େ ରସା ତଳେ କୂଳବେ ଭାରେ ବସ ହୋଇ ଚର୍ବିତ ଚର୍ବଣ କରଇ ତାହାଙ୍କ ମତି କୃଷ୍ଣ ଭାବେ କେବେ ନହେ ଭକ୍ତି ଭାବେ ଯେ ପ୍ରାଣୀ ଦୁରାଶୟ ପଣେ ଅନର୍ଥ ଅର୍ଥ ପ୍ରାୟ ମଣେ ସେ କାହିଁ କୃଷ୍ଣଙ୍କୁ ପାଇବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ ଯାହାର ମତି ଅର୍ଥ ଧ୍ୟାଇ ସେ ପ୍ରାଣୀ ଲଭିବ ତା କାହିଁ ଅନ୍ଧଙ୍କୁ ଅନ୍ଧ ଯେନେ ବହେ ସେ ଈଶ ତନ୍ତ୍ରେ ଭ୍ରମେ ମୋହେ ଏମନ୍ତ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣଙ୍କୁ ଲଭିବ କୃଷ୍ଣ ଚରଣ ପଦ୍ମ ଦୁଇ ଏଘେନି ଲଭି ନ ପାରଇ ଯାହାର ଚରଣର ଅର୍ଥ ସ୍ମରଣେ ଖଣ୍ଡ ଅନର୍ଥ ବିଷ୍ଣୁଭ କତ ପାଦ ଧୂଳି ଉଦକ ସଙ୍ଗେ ଶିରେ ବଳି ତହିଁ ଯେ ସ୍ନାନ ନ କରଇ ହରିଙ୍କି ଲଭିବ ସେ କାହିଁ ଏମନ୍ତ କହି ଦୈତ୍ୟ ବଳା ଅନ୍ତରେ ମୌନ ରହିଲା ଶୁଣିଅ ସୁର କୋପାନଳେ କୋଳରୁ ପକାଇଲା ତଳେ ରୋଷେୟ ଋଣ ଚକ୍ଷୁ କଲା ଅସୁର ଗଣେ ଆଜ୍ଞା ଦେଲା ଶୁଣ ହେ ନଈ ଋତଗଣ ମୋର ପୁତ୍ରର ଦୁଷ୍ଟପଣ ମରଣ ଅର୍ଚିଲା ବେଭାରେ ଏହାକୁ ରାଜ୍ୟ କରେ ଦୂରେ ମୋର ନୁଜ ନାଶ କରି ଯେ ବିଷ୍ଣୁ ମୋହର ବୈରୀ ତାହାର ପକ୍ଷ ଏ ଧଇଲା ନିଜସୁ ହୃଦ ଉପେକ୍ଷିଲା ବିଷ୍ଣୁର ଦାସ ଭାବ ବହେ କେ ପ୍ରାଣ ଥାଉଁ ଏହା ସହେ ବିଷ୍ଣୁର ଆଶ୍ରେ ଏ ମୋହର ନିଶ୍ଚୟ କରିବ ଅପକାର ଏ ପଞ୍ଚ ବରଷର ସୁତ ପିତାମା ତାର ଅଭକତ ପିତାସୁ ହୃଦ ପୁତ୍ରଙ୍କର ଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବ୍ୟବହାର ପରର ପୁତ୍ର ହୋଇ ଯେବେ ଆପଣା ହିତ ଅନୁଭାବେ ତାହାକୁ ଜାଣି ନିଜ ସୁତ ରୋଗକୁ ଔଷଧ ଯେମନ୍ତ ଆପଣା ତହୁଁ ଜାତ ହୋଇ ପରର ହିତେ ଯେବେ ଥାଇ ବ୍ୟାଧିର ପ୍ରାୟ ଜନ୍ମ ତାର ସେମଲେ ଆତ୍ମାର ନିସ୍ତାର ଯେହିତ କରେ ପର ହୋଇ ତା ତହୁଁ ଆର ବନ୍ଧୁ କାହିଁ ଅହିତ କରେ ବନ୍ଧୁ ଯେବେ ତାହାକୁ ଲେଖି ଶତ୍ରୁ ଭାବେ ଯେ ଅଙ୍ଗେ ସର୍ପ ଘାତ କରେ ସେ ଅଙ୍ଗ ଦୋଷେ ପ୍ରାଣୀ ମହରେ ସେ ଅଙ୍ଗ ଛେଦି ପକାଇଲେ ଦେହେ ଜୀବନ ରହେ ଭଲେ ଦେହରୁ ବ୍ୟାଧି ଜନ୍ମ ହୋଇ ଆତ୍ମା ସହିତେ ସଂହାରଇ ଅରଣ୍ୟ ଔଷଧି ଆଣି ରୋଗ ସଂକଟୁ ତରେ ପ୍ରାଣୀ ପର ଯେ ବିଚାର କେରିପୁ କେବା ଆପଣାର ସୁହୃଦ ହୋଇ ଶତ୍ରୁପଣେ ଯେ ପାପ ଚିନ୍ତେ ଅନୁକ୍ଷଣେ ନାନା ଉପାଏ ତାକୁ ମାରି ସେମଲେ ସୁଖେ ପ୍ରାଣେ ଧରି ଯୋଗୀଙ୍କ ଯୋଗ ସାଧ୍ୟ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେବେ ବଳେ ତାହାକୁ ଯେବେ କରେ ସାଧ୍ୟ
ତେବେଲ ଭଇ ବ୍ରହ୍ମପଦ ଏମିତ୍ର ବେଶଧାରୀ ପର ଏହାକୁ ବେଗେ ବଧ କର ଭୋଜନ ଶୟନ ଆସନେ ଉପାୟ କର ତାମରଣେ ଏମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଅସ୍ତ୍ର ଘେନି ଧାଇ ବାଳକ ନାଶ ମନେ ଚିନ୍ତି ଶୂଳ ଅନ୍ତରିକ୍ଷେ ବୁଲାନ୍ତି ସୁତୀକ୍ଷ୍ମ ଦିଶେ ଦନ୍ତପତି କରାଳ ବଦନେ ଚାହାନ୍ତି ତମ୍ବାର ବନ ପ୍ରାୟ ଦାଢ଼ି ଶିରେକ ପିଳ ଜଟା ବେଡ଼ି ନାଚନ୍ତି ଭୈରବ ନାଦେ ରଡ଼ନ୍ତି କିଳି କିଳା ନାଦି ଶୂଳବୁ লাই ମହାଘୋରେ ପିଟିଲେ ବାଳକ ଉପରେ ତା ଦେଖି ଅସୁର କୋମର ମନେ ଚିନ୍ତିଲା ଚକ୍ରଧର ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରଙ୍କୁ ଚାହିଁ ତୁମ୍ଭର ଦେହେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ ସକଳ ଶସ୍ତ୍ରେ ହରି ଯେବେ ଘଟେଅଛନ୍ତି ଆତ୍ମା ଭାବେ ଏକଥା ସତ୍ୟ ଯେବେ ହୋଇ ଶସ୍ତ୍ର ନ କାଟୁ ମୋର ଦେହି ଶୁଣିଓ ସୁର କୋପ ଭରେ ଅନେକ ଶସ୍ତ୍ର ପ୍ରହାରିଲେ ପ୍ରହ୍ଲାଦର ଦେହେ ବାଜି ସକଳ ଶସ୍ତ୍ରେ ଗଲେ ଭାଜି ଅପୁଣ୍ୟବନ୍ତ ପ୍ରାଣୀ ଦେହେ ଯେହ୍ନେଷୁ କୃତ ଫଳ ନହେ ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷି ଭିତରେ ପଶିଲା ଅସୁର ଭୟରେ କମ୍ପେ ଥରହର ମନ୍ତ୍ରୀ ସଙ୍ଗତେ ବିଚାରିଲା ବାଳକ ମରଣ ଚିନ୍ତିଲା ଐରାବତ ଆଦି ନାଗେ ତାହାଙ୍କୁ ଅଣାଇଲା ବେଗେ ନାଗ ମାନେ ହାତୀ ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର ଶୁଣିଅ ନେକ ହସ୍ତି ତୁଲେ ବାଳକ ସମୀପେ ମିଳିଲେ ହସ୍ତିଙ୍କି ଚାହିଁ ଦୈତ୍ୟ ବଳା ଅନ୍ତରେ କୃଷ୍ଣ ସୁମରିଲା ମହାକ୍ରୋଧରେ ଗଜବରେ ନିଷ୍ଠୁର ଦନ୍ତର ଗ୍ରହରେ ନିର୍ଘାତେ କରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୂର ଭୟେ ଭାଜିଲା ହସ୍ତି ବଳ ଦେଖିଅ ସୁର କୋପାନଳ ତକ୍ଷକ ଆଦି ଅଷ୍ଟନାଗୀ ଥିଲେ ଯେ ଅନ୍ତରିକ୍ଷ ମାର୍ଗୀ ତାହାଙ୍କୁ ରାଇ ନୃପବର ନିଷ୍ଠୁରେ ବୋଲଇ ଉତ୍ତର ଏକୁଳା ଗାର ମକୁମର ଏହାର ପ୍ରାଣ ବେଗେ ହର ନାଗକୁ ଦେଖି ପ୍ରହ୍ଲାଦ ଚିତ୍ତେ ଚିନ୍ତିଲା କୃଷ୍ଣ ପାଦ ତକ୍ଷଣେ କୋପେ ନାଗ ବଳେ ବାଳକ ଶରୀରେ ଦଂଶିଲେ ମୁଖରୁ ଦନ୍ତ ଝଡ଼ିଗଲା ନାଗଙ୍କ ଫଣା ବଥାଇଲା ନାଗେ ପଳାଇ ଗଲେ ବେଗେ ଜୀବନ ଭୟେ ଦଶ ଦିଗେ ପୁଣି ସେ କୃତ୍ୟା ହୋମ କଲା ପର୍ବତ ଶିଖୁ କଚାଡ଼ିଲା କୃତ୍ୟା ହୋମ ଅର୍ଥାତ୍ ଅନ୍ୟର ଅନିଷ୍ଟ କରିବା ଉଦ୍ଦେଶ୍ୟରେ କରାଯିବା ଆଭିଚାରିକ ହୋମ ସମ୍ବର ହସ୍ତେ ମାୟା କଲା କେବେ ହେଁ ପ୍ରାଣ ତାନ ଗଲା ବନ୍ଧନ କରି ହସ୍ତପାଦ ମେଲିଲା ଅଗାଧ ସମୁଦ୍ର ଗରଳ ଦେଲା ଜଳପାନେ କେତେ ହେଁ ଦିନ ଅଭୋଜନେ ହିମ ପବନ ଅଗ୍ନି ଜଳେ ପର୍ବତେ ଚାପି କୋପାନଳେ ନାନା ପ୍ରକାରେ କଷ୍ଟ ଦେଲା କେବେ ହେଁ ବାଳକ ନ ମଲା ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାକୁ କାହିଁ କେବେ ହେଁ ମାରି ନ ପାରିଲା ଚିନ୍ତା ସାଗରେ ନିମଜିଲା ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ କେବେ ହେଁ ଶାନ୍ତି ନ ଭଜଇ ଦେଖ ଏ ବାଳକ ବିଷୟେ
କେତେ ନ ଚିନ୍ତିଲେ ଉପାଏ ଶତ୍ରୁର ପ୍ରାୟ ପଛେ ଥାନ୍ତେ କେବେ ନ ଡରଇଚିତେ କଷଣ ଦେଲି ଯେତେ ମୁହିଁ କିଛି ଏ ହାର ହେଲା ନାହିଁ ଶୁନ ସେ ପର ପ୍ରାୟ ରହେ କି ଆଉ କରିବି ଉପାଏ। ସୁନଶେଫ କିଏ? ଅଜିଗର୍ତ୍ତମୁନି ସ୍ୱପୁତ୍ର ସୁନଶେଫକୁ ଯଜ୍ଞରେ ବଳି ଦେବା ପାଇଁ ରୋହିତାଶ୍ଵ ନିକଟରେ ବିକି ଦେବାରୁ ସୁନଶେଫ ପିତୃବିରୋଧୀ ହୋଇଯାଇଥିଲେ ଏବଂ ମାମୁ ବିଶ୍ୱାମିତ୍ରଙ୍କ ଦ୍ୱାରା ରକ୍ଷା ପାଇଥିଲେ। ଏହି ପ୍ରସଙ୍ଗ ନବମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି। ଆଗକୁ ଶୁଣିବା ସୁନଶେଫ କଥା। ମହାନୁ ଭବ ଏ କୁମର ମନବ ଚନେ ଅଗୋଚର ନିର୍ଭୟେ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତ ମହାଭୟେ ଏହା ତୁ ଲେବାଦ କଲେ ପ୍ରାଣ ମୁଁ ନ ପାଇବି ଭଲେ ଏମନ୍ତେ ଭାଳି ମନ ଦୁଃଖେ ଦଣ୍ଡେର ହିଲା ଅଧମୁଖେ ସାଧୁ ବି ଶହେ ଦ୍ରୋହ କଲେ କେବା ସଂସାରେ ଥିବେ ବୋଲେ ଗୁରୁକୁ ମରେ ତାହା ଶୁଣି ଅସୁର ମୁଖ ଚାହିଁ ଭଣି ଶୁଣ ହେ ନୃପ ଚୂଡ଼ାମଣି ତପେ ତୁ ତ୍ରିଭୁବନ ଜିଣି ଆତ୍ମାର ସୁଖେ ଭୋଗ କରୁ ଯେହ୍ନେ ଅଚଳ ମହାମେରୁ ତୋହର ରିପୁ ଏ ସଂସାରେ ନ ଦେଖି ସଂସାର ବ୍ୟବହାରେ ଏ ବାଳ କୁମର ତୋହର ଏହାକୁ କିମ୍ପା ତୋର ଡର ବାଳକ ଗୁଣ ଦୋଷ ନାହିଁ ସଂଶୟ କରୁ କିମ୍ପା ତୁହି ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ ଏହାକୁ ବରୁଣର ପାଶେ ବନ୍ଧନ କର ତୁ ବିଶ୍ୱାସେ ନିକଟେ ରଖ ତୋ ଆୟତେ ଭୟ ଭା ଯିବା ପରିଜନ୍ତେ ବାଳୁତ ଦଶା ଏ ଛାଡ଼ିଲେ ସୁବୁଦ୍ଧି ପ୍ରକାଶିବ ଭଲେ ବ୍ରହ୍ମାର ପୁରୁ ଆମ୍ଭତାତ ତୋ ପାଶେ ନ ଆସେ ଯାବତ ତାବତ ଥାଉ ଏହି ମତେ ସଂଶୟ ନ କରୁ ତୁ ଚିତେ ଗୁରୁ ପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷେ କହେ ନୃପମଣି ଶୁଣ ହେ ଗୁରୁଙ୍କ କୁମର ଏବେ ମୋ ହର ବୋଲ କର ଗୃହସ୍ଥାଶ୍ରମ ଧର୍ମ ଯେତେ ସେ ରାଜ ଧର୍ମ ନୀତି ଯୁକ୍ତେ ତ୍ରିବର୍ଗ ଧର୍ମ ଅର୍ଥ କାମେ ଯେମନ୍ତେ ପଢ଼େ ଅନୁକ୍ରମେ ଏମନ୍ତେ ରାଜାର ବଚନେ ପ୍ରହ୍ଲାଦକୁ ବେଲି ଜନେ ଅନେକ ଯତ୍ନେ ପଢ଼ାଇଲେ ଅସୁର କୁମରଙ୍କ ତୁଲେ ଗୁରୁଙ୍କ ମୁଖୁ ଯେତେ ଶୁଣେ ଅନ୍ତରେ ସାଧୁ ତାନ ମଣେ ଗୃହସ୍ଥ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏ କଥା ଏ ଧର୍ମେ ମୋହି ହନ୍ତି ଜନ ଏଣେକି ମୋର ପ୍ରୟୋଜନ ଏମନ୍ତେ କର ଇ ବିଚାର ଏବେ ହୋ ଶୁଣ ନୃପବର ପଢ଼ଇ ବାଳକଙ୍କ ମେଳେ ଗୁରୁ ଯେ ଗୃହ କର୍ମ ଗଲେ ସେ ପ୍ରହ୍ଲାଦ ତାହା ଚାହିଁ ବୋଲେ ବାଳକ ମଧ୍ୟ ଥାଇ ଶୁଣ ହେ ଅସୁର କୁମରେ ଯେ ବିଦ୍ୟା ସଂସାରୁ ଧରେ ମଞ୍ଚେ ମା ନବ ଦେହ ବହି ଆତ୍ମଜ୍ଞା ନଟି ଯାର ନାହିଁ ତାର ଜୀବନ ଅକାରଣ ଏବେ ହୋ ସାବଧାନେ ଶୁଣ କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ଏ ପିତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସା ସହିତାୟଂ ସପ୍ତମ ସ୍କନ୍ଧେ ପ୍ରହ୍ଲାଦ ଚରିତଂ ପଞ୍ଚମ ଅଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟର ସୁନ୍ଦର ଅଧ୍ୟାୟର ବ୍ୟାଖ୍ୟା ଶୁଣିବା। ନିଶ୍ଚୟ ଆମେ ଧ୍ୟାନର ସହିତ ଶୁଣିବା। ଅନେକ କଥା ରହିଛି ସଂସାର ବିଷୟରେ, ଜୀବହତ୍ୟା ବିଷୟରେ ଏବଂ ହିରଣ୍ୟକଶିପୁ ପ୍ରହ୍ଲାଦକୁ ମାରିବା ପାଇଁ କେତେ କଷ୍ଟ ଦେଇଛନ୍ତି, ତଥାପି ସେ ଅସଫଳ ହେଇନାହାନ୍ତି। ସଂସାରରେ ଗୋଟିଏ ଜିନିଷ ମନେ ରଖନ୍ତୁ, ଯାହା ଆପଣ ଚାହୁଁନଥିବେ
ତାହା ହିଁ ଆପଣଙ୍କୁ ମିଳିବ। ଶ୍ରୀ ନାରଦ କହିଲେ, ହେ ଯୁଧିଷ୍ଠିର, ଦୈତ୍ୟମାନେ ଭଗବାନ ଶୁକ୍ରାଚାର୍ଯ୍ୟଙ୍କୁ ନିଜର ପୁରୋହିତ କରିଥିଲେ। ଦୈତ୍ୟମାନେ ମାନେ ଅସୁରମାନେ, ଅସୁରଙ୍କର ଗୁରୁ ହେଲା ଶୁକ୍ରାଚାର୍ଯ୍ୟ। ତାହାଙ୍କର ଷଣ୍ଢ ଓ ଅମର୍କ ବୋଲି ଦୁଇଟି ପୁତ୍ର ଥିଲେ। ସେହି ଦୁଇ ଜଣ ରାଜମହଲ ନିକଟରେ ରହି ହିରଣ୍ୟକଶିପୁର ନୀତି ନିପୁଣ ପୁତ୍ର ପ୍ରହ୍ଲାଦ ଓ ଅନ୍ୟାନ୍ୟ ବିଦ୍ୟା ଅନୁରାଗୀ ଦୈତ୍ୟ ବାଳକମାନଙ୍କୁ ରାଜନୀତି, ଅର୍ଥନୀତି ଆଦି ପଢ଼ାଉଥାନ୍ତି। ଅର୍ଥାତ୍ ପ୍ରହ୍ଲାଦର ଗୁରୁ ଥିଲେ ଷଣ୍ଢ ଓ ଅମର୍କ। ଏମାନେ ହେଲେ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର। ପ୍ରହ୍ଲାଦ ଗୁରୁ ପଢ଼ାଇଥିବା ପାଠ ଶୁଣି ତାଙ୍କୁ ଅବିକଳ ତାହା ଶୁଣାଇ ଦେଉଥିଲେ। ମାତ୍ର ସେସବୁ ପାଠ ପ୍ରହ୍ଲାଦ ମନକୁ ପାଉନଥାଏ, କାରଣ ସେହି ପାଠର ମୂଳ ବିଷୟବସ୍ତୁ ଥିଲା ଶତ୍ରୁ ଓ ମିତ୍ର ମଧ୍ୟରେ, ନିଜ ଓ ପର ମଧ୍ୟରେ ପ୍ରଭେଦ ଦର୍ଶନ। ଅସୁର ଯାହା ଶିକ୍ଷା ଦେବ, ଆଉ ଜଣେ ଭଗବାନଙ୍କର ଭକ୍ତ ତାହା କେବେ ଗ୍ରହଣ କରିବ ନାହିଁ। ହେ ଯୁଧିଷ୍ଠିର, ଦିନେ ହିରଣ୍ୟକଶିପୁ ପୁତ୍ର ପ୍ରହ୍ଲାଦଙ୍କୁ କୋଳରେ ବସାଇ ପଚାରିଲା, ଧନ, ତୋର କେଉଁ ବିଷୟ ସବୁଠାରୁ ବେଶୀ ଭଲ ଲାଗେ? ତୋତେ କେଉଁ ବିଷୟ ସବୁଠାରୁ ବେଶୀ ଭଲ ଲାଗେ କହିଲୁ? ପ୍ରହ୍ଲାଦ କହିଲା, ପିତା, ମୁଁ ଦେଖୁଛି ସଂସାରରେ ପ୍ରାଣୀମାନେ ମୁଁ ଏବଂ ମୋର ରୂପୀ ମିଥ୍ୟା ଦୁରାଗ୍ରହରେ ପଡ଼ି ସର୍ବଦା ଉଦ୍ବେଗ ଭିତରେ ରହୁଛନ୍ତି। ମୋ ମତରେ ଏପରି ଉଦ୍ବିଗ୍ନ ହୋଇ ରହିଥିବା ପ୍ରାଣୀମାନେ ଘର ଛାଡ଼ି ବନକୁ ଚାଲିଯାଇ ପ୍ରଭୁ ଶ୍ରୀହରିଙ୍କ ଶରଣ ଗ୍ରହଣ କରିବା ହିଁ ଭଲ। କାରଣ ଘର ହେଉଛି ଘାସଲତାରେ ଘୋଡ଼ାଇ ହୋଇ ଅଦୃଶ୍ୟ ରୂପ ରହିଥିବା ଏକ ଅନ୍ଧକୂପ ପରି। ତେଣୁ ଏ ଘର ହିଁ ହେଉଛି ଅଧପତନର ମୂଳ କାରଣ। ଶ୍ରୀ ନାରଦ କହିଲେ, ପ୍ରହ୍ଲାଦଙ୍କର ମୁହଁରୁ ଶତ୍ରୁପକ୍ଷର ପ୍ରଶଂସା ଶୁଣି ହିରଣ୍ୟକଶିପୁ ଠୋ ଠୋ ହୋଇ ହସି ଉଠିଲା ଏବଂ କହିଲା, ଅନ୍ୟମାନଙ୍କ ପ୍ରରୋଚନାରେ ପିଲାଙ୍କ ବୁଦ୍ଧି ଏପରି ଖରାପ ହୋଇଯାଏ। ମୋତେ ଲାଗୁଛି ଗୁରୁଙ୍କ ଘରେ ବିଷ୍ଣୁଙ୍କ ପକ୍ଷପାତୀ ବ୍ରାହ୍ମଣମାନେ ଛଦ୍ମବେଶ ଧରି ରହିଛନ୍ତି। ତେଣୁ ଏହାର ବୁଦ୍ଧି ଯେପରି ଆଉ ଖରାପ ହୋଇନଯିବ, ସେଥିପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ। ତା ପରଦିନ ଦୈତ୍ୟମାନେ ପ୍ରହ୍ଲାଦକୁ ନେଇ ଗୁରୁଙ୍କ ଘରେ ପହଞ୍ଚାଇ ଦେଲାରୁ ପୁରୋହିତମାନେ ବା ଶୁକ୍ରାଚାର୍ଯ୍ୟଙ୍କ ପୁଅମାନେ ତାଙ୍କୁ ବହୁ ଆଦର ସ୍ନେହରେ ଗେଲ କରି କୋମଳ ମଧୁର ବଚନରେ ପଚାରିଲେ, ବାପା ପ୍ରହ୍ଲାଦ, ତୁମର ମଙ୍ଗଳ ହେଉ। ସତ କହିବ, ମିଛ କହିବନି। ତୁମର ବୁଦ୍ଧି ଏପରି ବିପରୀତ ହୋଇଗଲା କାହିଁକି? ଅନ୍ୟ ପିଲାଙ୍କ ବୁଦ୍ଧି ତ ଏପରି ବଦଳି ନାହିଁ। କୁଳଚନ୍ଦ୍ରମା ପ୍ରହ୍ଲାଦ, ସତ କଥାଟା କହିଦିଅ। ତୁମ ଗୁରୁଜନମାନେ ଜାଣିବାକୁ ଚାହୁଁଛନ୍ତି, ତୁମ ବୁଦ୍ଧି ଆପେ ଆପେ ଏପରି ହୋଇଗଲା ନା ଅନ୍ୟ କେହି ତୁମକୁ ଏପରି ଶିଖାଇ ଦେଇଛି? ପ୍ରହ୍ଲାଦ କହିଲେ, ଯେଉଁ ମନୁଷ୍ୟର ବୁଦ୍ଧି ମୋହଗ୍ରସ୍ତ ହୋଇଯାଇଥାଏ, ଭଗବାନଙ୍କର ମାୟା ହେତୁ ତା ଭିତରେ ଏହା ମୋର ଓ ତାହା ପରର ବୋଲି ଏକ ମିଥ୍ୟା ଧାରଣା ସୃଷ୍ଟି ହୋଇଯାଏ। ମୁଁ ସେହି ମାୟାପତି ଭଗବାନଙ୍କୁ ନମସ୍କାର କରୁଛି। ସେହି ଭଗବାନ କୃପା କଲେ ହିଁ ମନୁଷ୍ୟର ପାଶବିକ ବୁଦ୍ଧି ନଷ୍ଟ ହୁଏ। ପାଶବିକ ବୁଦ୍ଧି ଅର୍ଥାତ୍ ପଶୁ ବୁଦ୍ଧି। ସେହି ପାଶବିକ ବୁଦ୍ଧି ହେତୁ ହିଁ ଏ ଭିନ୍ନ ଓ ମୁଁ ଭିନ୍ନ ଏପରି ମିଥ୍ୟା ଭେଦଭାବ ଜାତ ହୋଇଥାଏ। ଜ୍ଞାନୀମାନେ କହନ୍ତି, ଯେଉଁ ଅଜ୍ଞାନୀମାନେ ମୋର ତୋର ରୂପୀ ମିଥ୍ୟା ଧାରଣାରେ ବୁଡ଼ି ରହନ୍ତି, ସେମାନଙ୍କ ପକ୍ଷରେ ଆତ୍ମା ବା ପରମାତ୍ମାଙ୍କ ସ୍ୱରୂପ ଜାଣିପାରିବା ବଡ଼ କଠିନ। ପରମାତ୍ମା ତତ୍ତ୍ୱ ଜାଣିଥିବା ବ୍ରହ୍ମାଙ୍କ ପରି ବଡ଼ ବଡ଼ ବେଦଜ୍ଞ ପୁରୁଷ ବି ମୋହରେ ପଡ଼ିଯାଆନ୍ତି। ଆପଣମାନଙ୍କ କହିବା ଅନୁସାରେ ସେହି ପରମାତ୍ମା ହିଁ ମୋର ବୁଦ୍ଧି ବଦଳାଇ ଦେଇଛନ୍ତି। ଗୁରୁଦେବ, ଚୁମ୍ବକ ପାଖକୁ ଗଲେ ଲୁହା ଯେପରି ସ୍ୱତଃ ତା ଆଡ଼କୁ ଟାଣି ହୋଇଯାଏ, ଚକ୍ରପାଣି ଭଗବାନଙ୍କର ସ୍ୱଚ୍ଛନ୍ଦ ଇଚ୍ଛାଶକ୍ତି ଦ୍ୱାରା ମୋର ଚିତ୍ତ ମଧ୍ୟ ସେହିପରି ସଂସାରରୁ ଘଟି ଆସି ସ୍ୱତଃ ସେହି ବିଷ୍ଣୁ ଆଡ଼କୁ ଆକର୍ଷିତ ହୋଇଯାଉଛି। ଚୁମ୍ବକର ଓଡ଼ିଆ ଅର୍ଥ ହେଲା ଅୟସ୍କାନ୍ତ। ଶ୍ରୀ ନାରଦ କହିଚାଲିଲେ, ପରମ ଜ୍ଞାନୀ ପ୍ରହ୍ଲାଦ ବିଦ୍ୟାଗୁରୁଙ୍କୁ ଏତିକି କହିଦେଇ ଚୁପ୍ ହୋଇଗଲେ। ଗୁରୁ ତ ରାଜା ହିରଣ୍ୟକଶିପୁଙ୍କ ସେବକ ଓ ପରାଧୀନ ଥିଲେ। ପ୍ରହ୍ଲାଦଙ୍କ କଥା ଶୁଣି ସେ ଡରିଗଲେ। ତେଣୁ ସେ ପ୍ରହ୍ଲାଦକୁ ଧମକାଇ କହିଥିଲେ, ଆରେ ବେତ ଆଣିଲ, ଏ ଟୋକା ଆମ କୀର୍ତ୍ତିରେ କଳଙ୍କ ଲଗାଇ ଦେବାକୁ ବାହାରିଛି। ଏ ଦୁର୍ବୁଦ୍ଧି କୁଳାଙ୍ଗାରଟାକୁ ସିଧା କରିବାକୁ ହେଲେ ଚତୁର୍ଥ ଉପାୟ ଦଣ୍ଡ ଦେବା ହିଁ ଠିକ୍ ହେବ। ଦୈତ୍ୟ ବଂଶର ଚନ୍ଦନବନରେ ଏହି କଣ୍ଟା ବାବୁଲ ଗଛ କିପରି ଜନ୍ମ ହୋଇଗଲା କେଜାଣି? ଯେଉଁ ବିଷ୍ଣୁ ଏହି ବନକୁ ନିର୍ମୂଳ କରିଦେବାକୁ କୁରାଢ଼ୀ ପରି କାମ କରୁଛନ୍ତି, ଏ ମୂର୍ଖ ଟୋକାଟା ସେହି କୁରାଢ଼ୀର ବେଣ୍ଟ ହୋଇ ସେହି ବିଷ୍ଣୁଙ୍କୁ ସାହାଯ୍ୟ କରୁଛି। ଏପରି ଭାବରେ ନାନା ପ୍ରକାର ଭର୍ତ୍ସନା କରି ବିଦ୍ୟାଗୁରୁ ପ୍ରହ୍ଲାଦଙ୍କୁ ଧମକାଇଲେ ଏବଂ ଅର୍ଥ, ଧର୍ମ ଓ କାମ ସମ୍ବନ୍ଧୀୟ ଶିକ୍ଷା ଦେଲେ।
ଶିକ୍ଷକ ଦେଖିଲେ ଯେ ପ୍ରହ୍ଲାଦ ଅଳ୍ପ ଦିନ ଭିତରେ ସାମ ଦାନ ବେଦ ଓ ଦଣ୍ଡ ଏଟା ହେଲା ଆମର ଚାରିନୀତି ସବୁ କଥା ଶିଖିଗଲେ। ତାହା ଦେଖି ସେ ତାଙ୍କୁ ତାଙ୍କ ମାଆଙ୍କ ପାଖକୁ ନେଇଗଲେ। ପ୍ରହ୍ଲାଦଙ୍କର ମା ପୁଅକୁ ବଡ଼ ଆଦରରେ ଗାଧୋଇ ପାଧୋଇ ଦେଇ ଭଲ ଭଲ ପୋଷାକ ପତ୍ର ଓ ଅଳଙ୍କାର ପିନ୍ଧାଇ ଦେଲେ ଏବଂ ତାପରେ ଶିକ୍ଷକ ପ୍ରହ୍ଲାଦକୁ ହିରଣ୍ୟକଶିପୁଙ୍କ ପାଖକୁ ନେଇଗଲେ। ପ୍ରହ୍ଲାଦ ପିତାଙ୍କ ଚରଣରେ ମଥା ଲଗାଇ ପ୍ରଣାମ କଲେ। ହିରଣ୍ୟକଶିପୁ ତାଙ୍କୁ ଆଶୀର୍ବାଦ ଦେଇ ଦୁଇ ହାତରେ କୋଳକୁ ଟେକି ନେଲା ଏବଂ ଛାତିରେ ଲଗାଇ ବହୁତ ସମୟ ପର୍ଯ୍ୟନ୍ତ ଗେଲ କଲା। ଦୈତ୍ୟରାଜର ହୃଦୟ ଆନନ୍ଦରେ ପୂରିଗଲା। ହେ ଯୁଧିଷ୍ଠିର, ପ୍ରସନ୍ନ ମୁଖ ପ୍ରହ୍ଲାଦକୁ ସେ କୋଳରେ ବସାଇ ତାଙ୍କ ଶିର ଆଗ୍ରାହଣ କଲା ବା ତା ମୁଣ୍ଡକୁ ଶୁଙ୍ଘିଲା। ତା ନୟନରୁ ସ୍ନେହର ଅଶ୍ରୁ ଝରି ଝରି ପ୍ରହ୍ଲାଦଙ୍କ ମଥାକୁ ଭିଜାଇ ଦେଲା। ସେ ଏଥର ପୁଅକୁ କହିଲା, ହିରଣ୍ୟକଶିପୁ କହିଲା, ମୋ ବାପା ଚିରଞ୍ଜୀବୀ ପ୍ରହ୍ଲାଦ, ତୁ ତ ଏତେ ଦିନ ପାଠ ପଢ଼ିଲୁଣି, ତୁ ତୋ ଗୁରୁଙ୍କ ଠାରୁ କି କି ଭଲ କଥା ଶିଖି ଆୟତ୍ତ କରିସାରିଲୁଣି, ମୋତେ ଟିକେ ତାହା ଶୁଣାଇଲୁ। ପ୍ରହ୍ଲାଦ କହିଲା, ପିତା, ବିଷ୍ଣୁ ଭଗବାନଙ୍କୁ 9 ପ୍ରକାର ଭକ୍ତି କରାଯାଏ, ଯଥା ଭଗବାନଙ୍କର ଗୁଣ ଲୀଳା ନାମ ଆଦି ଶ୍ରବଣ, ସେସବୁର କୀର୍ତ୍ତନ, ତାହାଙ୍କର ରୂପ ନାମ ଆଦି ସ୍ମରଣ, ତାହାଙ୍କର ପାଦ ସେବନ, ପୂଜନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ। ଯଦି ଭଗବାନଙ୍କ ପ୍ରତି ସମର୍ପଣ ଭାବରେ ଏପରି 9 ପ୍ରକାର ଭକ୍ତି କରାଯାଏ, ତେବେ ମୋ ମତରେ ତାହାହିଁ ଉତ୍ତମ ଶିକ୍ଷା। ଶ୍ରୀ ନାରଦ କହିଚାଲେ। ପ୍ରହ୍ଲାଦଙ୍କର କଥା ଶୁଣି ହିରଣ୍ୟକଶିପୁ ଓଠପାଟି କ୍ରୋଧରେ ଥରି ଉଠିଲା। ସେ ଗୁରୁପୁତ୍ର ବା ଶୁକ୍ରାଚାର୍ଯ୍ୟଙ୍କ ପୁତ୍ରଙ୍କୁ କହିଲା, ରେ ନୀଚ ବ୍ରାହ୍ମଣ, ରେ ଦୁର୍ବୁଦ୍ଧି, ତୁ ଏ କ'ଣ କଲୁ? ତୁ ମୋତେ ଅମାନ୍ୟ କରି ମୋ ପୁଅକୁ ଏହିପରି ଅସାର କଥା ଶିଖାଇଦେଲୁ। ତୁ ତାହେଲେ ନିଶ୍ଚିତ ରୂପେ ମୋ ଶତ୍ରୁର ଆଶ୍ରିତ ହୋଇ ରହିଛୁ। ମିତ୍ରର ବାନା ଧରି ଭିତରେ ଭିତରେ ଶତ୍ରୁର କାମ କରୁଥିବା ତୋ ପରି ଦୁଷ୍ଟ ସଂସାରରେ କିଛି କମ୍ ନାହାନ୍ତି। କିନ୍ତୁ ପାପୀର ପାପ ଯେପରି ସମୟ ଆସିଗଲେ ରୋଗ ରୂପରେ ପ୍ରକଟ ହୋଇଯାଏ, ସେମାନଙ୍କର ଛଦ୍ମବେଶ ସେହିପରି ଦିନେ ନା ଦିନେ ଖୋଲିଯାଏ। ଗୁରୁପୁତ୍ର କହିଲେ, ହେ ଇନ୍ଦ୍ରଶତ୍ରୁ, ଆପଣଙ୍କ ପୁତ୍ର ଯାହା କହୁଛି ତାହା ମୋ ଶିକ୍ଷା ପାଇ କି ଅନ୍ୟ କାହାର ଶିକ୍ଷା ପାଇ କହୁନାହିଁ। ହେ ରାଜନ, ଏହା ହେଉଛି ତାହାର ଜନ୍ମଜାତ ସ୍ୱାଭାବିକ ବୁଦ୍ଧି। ଆପଣ କ୍ରୋଧ ଶାନ୍ତ କରନ୍ତୁ, ଆମକୁ ବୃଥାଟାରେ ଦୋଷ ଦିଅନ୍ତୁ ନାହିଁ। ଗୁରୁପୁତ୍ର ମାନେ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ରମାନେ ହିରଣ୍ୟକଶିପୁଙ୍କୁ କହିଲେ। ଶ୍ରୀ ନାରଦ କହିଚାଲେ, ହେ ଯୁଧିଷ୍ଠିର, ଶିକ୍ଷକ ଏପରି କହିବାରୁ ହିରଣ୍ୟକଶିପୁ ପୁଣି ଥରେ ପୁଅକୁ ପଚାରିଲା, କିରେ, ତୋର ଏହି ଅମଙ୍ଗଳକର ଦୁଷ୍ଟ ବୁଦ୍ଧି ତୋ ଗୁରୁଙ୍କ ଠାରୁ ମିଳିନାହିଁ, ତେବେ ଏ ବୁଦ୍ଧି ତୁ ପାଇଲୁ କେଉଁଠୁ କହ? ପ୍ରହ୍ଲାଦ କହିଲା, ବାପା, ସଂସାରରେ ଲୋକେ ତ ଚର୍ବିତ ଚର୍ବଣ କରୁଛନ୍ତି। ସେମାନଙ୍କ ଇନ୍ଦ୍ରିୟମାନେ ବଶରେ ନଥିବାରୁ ସେମାନେ ଭୋଗ କରିଥିବା ବିଶ୍ୱକୁ ହିଁ ବାରମ୍ବାର ଭୋଗ କରିବା ନିମନ୍ତେ ସଂସାର ରୂପ ଘୋର ନରକ ଆଡ଼କୁ ଚାଲିଛନ୍ତି। ଆପେ ଆପେ ହେଉ, କେହି ଶିଖାଇ ଦେବାରେ ହେଉ, କିମ୍ବା ସେମାନେ ଯେପରି ସଙ୍ଗରେ ରହିଛନ୍ତି ସେହି ସଙ୍ଗ ଦୋଷରେ ହେଉ, ଏପରି ଗୃହାସକ୍ତ ଲୋକଙ୍କର ବୁଦ୍ଧି ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଲାଗୁନାହିଁ। ଯେଉଁମାନେ ଇନ୍ଦ୍ରିୟ ଗ୍ରାହ୍ୟ ବାହ୍ୟ ବିଷୟମାନଙ୍କୁ ହିଁ ପରମ ଇଷ୍ଟ ବୋଲି ଭାବି ମୂର୍ଖତା ବଶତଃ ଅନ୍ଧ ପଛରେ ପଡ଼ି ଅନ୍ଧ ଚାଲିବା ପରି ଶେଷରେ ଗାତରେ ପଡ଼ିଯିବାକୁ ଯାଉଛନ୍ତି ଏବଂ ବେଦବାଣୀ ରୂପ ଦୌଡ଼ିରେ ବା କାମ୍ୟ କର୍ମର ଦୀର୍ଘ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ସେମାନେ ଜାଣିନାହାନ୍ତି ଯେ ଭଗବାନ ବିଷ୍ଣୁ ହିଁ ହେଉଛନ୍ତି ସେମାନଙ୍କର ସ୍ୱାର୍ଥ ଓ ପରମାର୍ଥ, ଅର୍ଥାତ୍ ବିଷ୍ଣୁଙ୍କୁ ପାଇଲେ ହିଁ ସେମାନଙ୍କୁ ସବୁ ପୁରୁଷାର୍ଥ ମିଳିଯିବ। ଯାହାଙ୍କର ବୁଦ୍ଧି ଭଗବାନଙ୍କର ଚରଣ କମଳକୁ ସ୍ପର୍ଶ କରିଥାଏ, ତାହାଙ୍କର ଜନ୍ମ ମୃତ୍ୟୁ ରୂପ ଅନର୍ଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। କିନ୍ତୁ ଯେଉଁ ଲୋକ ଅକିଞ୍ଚନ ଭଗବତ ପ୍ରେମୀ ମହାତ୍ମାମାନଙ୍କର ଚରଣ ଧୂଳିରେ ସ୍ନାନ କରିନାହିଁ, ସେ ଅନ୍ୟ କର୍ମ ସବୁ ପୂର୍ଣ୍ଣ ରୂପେ ପାଳନ କରି ସାରିଲେ ବି ତାର ବୁଦ୍ଧି ଭଗବତ ଚରଣ ସ୍ପର୍ଶ କରିବ ନାହିଁ। ଶ୍ରୀ ନାରଦ କହିଲେ, ଏତିକି କହିଦେଇ ପ୍ରହ୍ଲାଦ ଚୁପ୍ ହୋଇଗଲେ। ହିରଣ୍ୟକଶିପୁ କ୍ରୋଧାନ୍ଧ ହୋଇ ପ୍ରହ୍ଲାଦକୁ କୋଳରୁ ଉଠାଇ ତଳେ କଚାଡ଼ି ଦେଲା। ସେ ପ୍ରହ୍ଲାଦ କଥା ସହିପାରିଲା ନାହିଁ। ତା ଆଖିରେ କ୍ରୋଧର ଲାଲ ହୋଇଗଲା। ସେ କହିଲା, ହେ ଦୈତ୍ୟଗଣ, ଏଇଟାକୁ ଏଠାରେ ନେଇଯାଇ ତୁରନ୍ତ ମାରିଦିଅ। ଏଇଟା ବୋଧଯୋଗ୍ୟ। ଦେଖୁଛ ନା, ଯେ ଯାହାର ଦାଦାକୁ ମାରିଦେଲା, ସେ ପିଲା ନିଜ ସ୍ୱଜନ ସୁହୃଦଙ୍କୁ ଛାଡ଼ିଦେଇ ନିଚ ଚାକର ପରି ସେହି ବିଷ୍ଣୁର ପାଦ ସେବା କରୁଛି। ସମ୍ଭବତଃ ମୋର ଭାତୃହନ୍ତା ବିଷ୍ଣୁ ହିଁ ଏହାରି ରୂପ ହୋଇ ଆସିଛି। ଇଏ ଆଉ ବିଶ୍ୱାସର ଯୋଗ୍ୟ ନୁହେଁ। ଏହା ତ ମାତ୍ର 5 ବର୍ଷ ବେଳୁ ନିଜ ବାପା ମାଙ୍କର ଅଭୁଲା
ବାତ୍ସଲ୍ୟ ସ୍ନେହ ମଧ୍ୟ ଭୁଲିଗଲାଣି। ଏ କୃତଘ୍ନଟା ବିଷ୍ଣୁର ବା କି ହିତ କରିବ? ଅନ୍ୟ କେହି ଯଦି ଔଷଧ ପରି ହିତ କରେ ତେବେ ତାକୁ ମଧ୍ୟ ପୁତ୍ର ବୋଲି ମାନିବାକୁ ହେବ। କିନ୍ତୁ ନିଜର ପୁତ୍ର ହୋଇ ମଧ୍ୟ ଯେ ଅହିତ କରୁଥାଏ ସେ ହେଉଛି ରୋଗ ସମାନ ଶତ୍ରୁ। ଶରୀରର କୌଣସି ଅଙ୍ଗ ଯଦି ସମଗ୍ର ଶରୀରଟାକୁ ଦୁଃଖ ଦେଉଥାଏ ତେବେ ସେହି ଅଙ୍ଗକୁ କାଟିଦେବା ଆବଶ୍ୟକ। କାରଣ ସେହି ଅଙ୍ଗ କଟିଗଲେ ଶରୀରର ଅବଶିଷ୍ଟ ଅଙ୍ଗ ତ ଅନ୍ତତଃ ସୁଖରେ ରହିପାରିବ। ପୁତ୍ରର ମୁଖା ପିନ୍ଧି ଏଇଟା ମୋର କୌଣସି ଶତ୍ରୁ ହିଁ ଜନ୍ମ ହୋଇଛି। ଭୋଗ ଲୋଲୁପ ଇନ୍ଦ୍ରିୟମାନେ ଯୋଗୀଙ୍କର ଅନିଷ୍ଟ କରିବା ପରି ଏ ବି ହେଉଛି ମୋର ଅହିତକାରୀ। ତେଣୁ ଏହାକୁ ଖାଉଥିବା ବେଳେ, ଶୋଇଥିବା ବେଳେ କିମ୍ବା ବସିଥିବା ବେଳେ କୌଣସି ନା କୌଣସି ଉପାୟ କରି ଏହାକୁ ମାରିଦିଅ। ହିରଣ୍ୟକଶିପୁ ଦୈତ୍ୟମାନଙ୍କର ଏପରି ଆଦେଶ ଦେଉ ଦେଉ ସେହି ତୀକ୍ଷ୍ମଦନ୍ତ ବିକରାଳ ବଦନ ଲୋହିତା କେଶ ଦୈତ୍ୟମାନେ ତ୍ରିଶୂଳ ଉଠାଇ ମାର ମାର ବୋଲି ଗର୍ଜନ କରି ଉଠିଲେ। ପ୍ରହ୍ଲାଦ ଚୁପଚାପ ବସିଥାନ୍ତି। ଦୈତ୍ୟମାନେ ତାହାଙ୍କର ସକଳ ମର୍ମସ୍ଥାନରେ ତ୍ରିଶୂଳ ଆଘାତ କରିବାକୁ ଆରମ୍ଭ କରିଦେଲେ। ସେତେବେଳକୁ ପ୍ରହ୍ଲାଦଙ୍କର ଚିତ୍ତ ମନ ବଚନରେ ଅଗୋଚର, ସର୍ବାତ୍ମା, ସକଳ ଶକ୍ତିର ଆଧାର ଓ ପରମବ୍ରହ୍ମ ପରମାତ୍ମାଙ୍କଠାରେ ଲାଗିଯାଇଥାଏ। ତେଣୁ ଭାଗ୍ୟହୀନ ଲୋକର ଧନ ଉପାର୍ଜନର ସକଳ ଉଦ୍ୟମ ଯୋଗୁଁ ଯେପରି ବ୍ୟର୍ଥ ହୋଇଯାଏ, ସେହି ଦୈତ୍ୟମାନଙ୍କର ସବୁ ପ୍ରକାର ସେହିପରି ବ୍ୟର୍ଥ ହୋଇଗଲା। ହେ ଯୁଧିଷ୍ଠିର, ପ୍ରହ୍ଲାଦଙ୍କର ଶରୀର ଉପରେ ଶୂଳ ପ୍ରହାରର କୌଣସି ପ୍ରଭାବ ପଡ଼ିଲା ନାହିଁ। ଏହା ଦେଖି ହିରଣ୍ୟକଶିପୁ ମନରେ ବଡ଼ ସନ୍ଦେହ ଉପୁଜିଲା। ସେ ପ୍ରହ୍ଲାଦକୁ ମାରିଦେବା ନିମନ୍ତେ ଜିଦ୍ ଧରି ନାନା ପ୍ରକାର ଉପାୟ କରିବାକୁ ଲାଗିଲା। ସେ ତାଙ୍କୁ ବଡ଼ ବଡ଼ ମତୁଆଲା ହାତୀଙ୍କ ପାଦରେ ଦଳାଇଲା, ବିଷଧର ସର୍ପମାନଙ୍କ ଦ୍ୱାରା ଦଂଶାଇଲା, ତାଙ୍କୁ ମାରିବାକୁ ପୁରୋହିତମାନଙ୍କ ଦ୍ୱାରା କୃତ୍ୟା ରାକ୍ଷସୀ ଉତ୍ପନ୍ନ କରାଇଲା। ମାନେ ଯଜ୍ଞରୁ ରାକ୍ଷସମାନଙ୍କୁ ଉତ୍ପନ୍ନ କରିକି ତାକୁ ମାରିବାକୁ ମଧ୍ୟ ଚେଷ୍ଟା କଲା। ତାଙ୍କୁ ପର୍ବତ ଶିଖରରୁ ତଳକୁ ଗୋଡ଼ାଇ ଦେଲା। ସମ୍ବରାସୁର ଦ୍ୱାରା ନାନା ପ୍ରକାର ମାୟା ପ୍ରୟୋଗ କରାଇଲା। ଅନ୍ଧାର ଘରେ ବାନ୍ଧି ରଖିଲା, ବିଷ ପିଆଇଲା ଏବଂ ଖାଇବା ପିଇବାକୁ ଦେଲା ନାହିଁ। ବରଫ ଉପରେ ପକାଇ, ତୋଫାନ ମୁହଁରେ ପକାଇ, ଜଳନ୍ତା ନିଆଁରେ ପକାଇ, ସମୁଦ୍ରରେ ଫୋପାଡ଼ି ଓ ପାହାଡ଼ ପର୍ବତ ତଳେ ଚପାଇ ତାଙ୍କୁ ମାରିଦେବାକୁ ନାନା ଉପାୟ କଲା। କିନ୍ତୁ କୌଣସି ଉପାୟରେ ବି ସେ ତା ପୁତ୍ର ନିଷ୍କାମ ପ୍ରହ୍ଲାଦଙ୍କର କୌଣସି କ୍ଷତି କରିପାରିଲା ନାହିଁ। ନିଜର ବିଫଳତା ଦେଖି ହିରଣ୍ୟକଶିପୁ ବଡ଼ ଚିନ୍ତାରେ ପଡ଼ିଗଲା। ସେ ପ୍ରହ୍ଲାଦକୁ ମାରିବାରେ କୌଣସି ଉପାୟ ପାଇଲା ନାହିଁ। ସେ ଭାବିବାକୁ ଲାଗିଲା, ଏହାକୁ ତ ମୁଁ ବହୁତ କିଛି ଭର୍ତ୍ସନା କଲି, ମାରିଦେବାକୁ ନାନା ଉପାୟ ମଧ୍ୟ କଲି, କିନ୍ତୁ ଇଏ ତ ମୋର ଏତେ ଦ୍ରୋହ ଓ ଦୁର୍ବ୍ୟବହାର ସତ୍ତ୍ୱେ ଅନ୍ୟ କାହାର ସାହାଯ୍ୟ ନ ନେଇ ନିଜ ପ୍ରଭାବରେ ହିଁ ବଞ୍ଚି ରହିଛି। ଇଏ ଛୁଆଟାଏ ହେଲେ ମଧ୍ୟ ବଡ଼ ବୁଦ୍ଧିମାନ, ପୁଣି ମୋ ପାଖରେ ନିର୍ଭୟରେ ରହୁଛି। ସମ୍ଭବତଃ ଏହା ପାଖରେ ନିଶ୍ଚୟ କିଛି ସାମର୍ଥ୍ୟ ରହିଛି। ନିଜ ପିତାଙ୍କ କାର୍ଯ୍ୟ ହେତୁ ଶୂନ୍ୟଶେପ ଯେପରି ପିତାଙ୍କର ବିରୋଧୀ ହୋଇଯାଇଥିଲା, ଏ ସେହିପରି ମୁଁ କରିଥିବା ଉପକାର କେବେ ବି ଭୁଲିବ ନାହିଁ। ଆଶ୍ଚର୍ଯ୍ୟର କଥା, ଇଏ ତ କାହାକୁ ବି ଡରୁନି କି ମରୁନି। ଏହାର ଶକ୍ତି ଅସୀମ। ଏହାକୁ ବିରୋଧ କରି ମୋର ପୁଣ୍ୟ ମଧ୍ୟ ଯାଇପାରେ, ସମ୍ଭବତଃ ନ ହୋଇପାରେ ମଧ୍ୟ। ଏପରି ଚିନ୍ତା କରି କରି ହିରଣ୍ୟକଶିପୁର ମୁହଁ ଟିକେ ଶୁଖିଗଲା। ଦୈତ୍ୟରାଜ ମୁହଁପୋତି ବସିଥାଏ। ଏହା ଦେଖି ଶୁକ୍ରାଚାର୍ଯ୍ୟଙ୍କର ଦୁଇ ପୁଅ ଷଣ୍ଢ ଓ ଅମର୍କ ତା ପାଖକୁ ଯାଇ ଏକାନ୍ତରେ କହିଲେ, ମହାରାଜ, ଆପଣ ତ ଏକାକୀ ତ୍ରିଲୋକ ବିଜୟ କରିପାରିଥିଲେ। ଆପଣ ଟିକେ ଭ୍ରୁଲତା ଟିକେ ଚାହିଁଦେଲେ ଲୋକପାଳମାନେ ଭୟରେ କମ୍ପି ଉଠୁଛନ୍ତି। ଆମ ଦେଖିବାରେ ତ ଆପଣଙ୍କର ପାଇଁ ଚିନ୍ତାର କୌଣସି କାରଣ ନାହିଁ। ମଣିମା, ଏ ପିଲାଙ୍କ ଖେଳ ଦେଖି ଏଥିରେ ଏତେ ଭଲମନ୍ଦ ବିଚାର କରିବାରେ କ'ଣ ଅଛି? ଆମ ପିତା ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିବା ପୂର୍ବରୁ ଏ ଟୋକା ଯେପରି ଭୟରେ କେଉଁଆଡ଼େ ପଳାଇ ନ ଯାଏ ସେଥିପାଇଁ ବ୍ୟବସ୍ଥା କରନ୍ତୁ। ଏହାକୁ ବରୁଣଙ୍କ ପାଶରେ ବାନ୍ଧି ରଖନ୍ତୁ। ବୟସ ଟିକେ ବଢ଼ିଗଲେ ଗୁରୁଜନଙ୍କ ସେବା କରି ପିଲାମାନଙ୍କ ବୁଦ୍ଧି ପ୍ରାୟ ସୁଧୁରି ଯାଏ। ହିରଣ୍ୟକଶିପୁ ଠିକ୍ ଅଛି କହି ଗୁରୁପୁତ୍ରଙ୍କ ଉପଦେଶ ମାନିଗଲା ଏବଂ କହିଲା, ଗୃହସ୍ଥ ନରପତିମାନେ ଯେଉଁ ଧର୍ମ ପାଳନ କରନ୍ତି, ଏହାକୁ ଏଥର ସେହି ଧର୍ମ ପାଳନ ଶିଖାଅ। ହେ ଯୁଧିଷ୍ଠିର, ତେଣୁ ପୁରୋହିତମାନେ ପ୍ରହ୍ଲାଦଙ୍କୁ ପାଠଶାଳାକୁ ନେଇ ଧର୍ମ, ଅର୍ଥ ଓ କାମ ଏହି ତିନି ପୁରୁଷାର୍ଥ ଶିକ୍ଷା ଦେବାକୁ ଲାଗିଲେ। ପ୍ରହ୍ଲାଦ ସେମାନଙ୍କ ନିକଟରେ ନମ୍ର ସେବକ ପରି ରହିଲେ। କିନ୍ତୁ ଗୁରୁମାନେ ଯେଉଁ ଶିକ୍ଷା ଦେଲେ ପ୍ରହ୍ଲାଦକୁ ତାହା ଭଲ ଲାଗିଲା ନାହିଁ। କାରଣ ସେଭଳି ଶିକ୍ଷା କେବଳ ରାଗଦ୍ୱେଷ ଆଦି ଦ୍ୱନ୍ଦ୍ୱରେ ଓ ବିଷୟଭୋଗରେ ମଝି ରହିବାକୁ ଚାହୁଁଥିବା ବ୍ୟକ୍ତିକୁ ହିଁ ଭଲ ଲାଗେ। ଦିନେ ଗୁରୁ ତାଙ୍କ ଘର କାମରେ ବାହାରକୁ କେଉଁଠିକି ଚାଲି ଯାଇଥିଲେ।
ପିଲାଙ୍କୁ ଛୁଟି ମିଳିଯିବାରୁ ସମବୟସ୍କ ପିଲାମାନେ ପ୍ରହ୍ଲାଦଙ୍କ ସହିତ ଖେଳିବାକୁ ଡାକିଲେ। ପ୍ରହ୍ଲାଦ ପରମ ଜ୍ଞାନୀ ଥିଲେ। ସାଥୀ ପିଲାଙ୍କ ଶ୍ରଦ୍ଧା ଦେଖି ସେ ସେମାନଙ୍କୁ ମଧୁର ବଚନରେ ନିଜ ପାଖକୁ ଡାକି ଆଣିଲେ। ତାଙ୍କୁ ତ ସେମାନଙ୍କର ଜନ୍ମ ମରଣର ଗତି ବିଷୟ ଅଜଣା ନଥିଲା। ସେମାନଙ୍କ ପ୍ରତି କୃପା କରି ସେ ହସି ହସି ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କରିଦେଲେ। ହେ ଯୁଧିଷ୍ଠିର, ସେମାନେ ତ ଛୋଟ ଛୋଟ ପିଲା ଥିଲେ, ତେଣୁ ରାଗ ଦ୍ୱେଷ ପରାୟଣ ବିଷୟଭୋଗୀ ପୁରୁଷମାନଙ୍କ ଉପଦେଶରେ ଓ କ୍ରିୟାରେ ସେମାନଙ୍କର ବୁଦ୍ଧି ଏପର୍ଯ୍ୟନ୍ତ ଦୂଷିତ ହୋଇନଥିଲା। ସେହି କାରଣରୁ ପ୍ରହ୍ଲାଦ ସେମାନଙ୍କୁ ମାନୁଥିବାରୁ ସେମାନେ ନିଜ ନିଜର କ୍ରୀଡ଼ା ଉପକରଣ ଥୋଇଦେଲେ ଏବଂ ପ୍ରହ୍ଲାଦଙ୍କ ପାଖକୁ ଆସି ତାଙ୍କ ଚାରିପାଖରେ ଘେରି ବସିଗଲେ। ସେମାନେ ତାଙ୍କ ଉପଦେଶ ଶୁଣିବା ଲାଗି ମନ ଲଗାଇ ତାଙ୍କୁ ଏକଡ଼ରେ ଚାହିଁଦେଲେ। ଭଗବାନଙ୍କର ପରମ ପ୍ରେମୀ ଭକ୍ତ ପ୍ରହ୍ଲାଦଙ୍କ ହୃଦୟ ସେମାନଙ୍କ ପ୍ରତି କରୁଣା ଓ ମୈତ୍ରୀ ଭାବରେ ପୂର୍ଣ୍ଣ ହୋଇଗଲା। ତେଣୁ ସେ ଉପଦେଶ ଦେବା ଆରମ୍ଭ କଲେ। ତା ପରବର୍ତ୍ତୀ ଅଧ୍ୟାୟରେ ଅସୁର ବାଳକମାନଙ୍କୁ ପ୍ରହ୍ଲାଦଙ୍କର କ'ଣ ଉପଦେଶ ଥିଲା ଆମେ ଶ୍ରବଣ କରିବା। ଏହି ଅଧ୍ୟାୟ ଆପଣମାନେ ଶୁଣିଥିବାରୁ ଭଗବାନ ଆପଣମାନଙ୍କୁ କୃପା ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।